शांति ओम शांति ओम शांति ओम शांति ओम शांति 28/12/24 प्राप्त मुरली ओम शांति बाप दादा मधुबन। बाबा कहले मिठे बच्चे बाबा तुम मानकु सर्वसंपत्तिर मालामाल करने पाई आसिछंती। तुम्हें केवल ईश्वरीय मतरे चाल भल भावरे पुरुषार्थ करी वर्षा निय माया ठारू हारी जाओ नहीं। प्रश्न ईश्वरीय मत दैवी मत और मनुष्य मत मध्य क्यों मुख्य अंतर रही। बाबा कहले ईश्वरीय मत दैवी मत और मनुष्य मत मध्य क्यों मुख्य अंतर रही। उत्तर में कहले ईश्वरीय मत द्वारा तुम्हें पिला माने निजर घर को फेरी जाउछ एवं नुआ दुनिया रे उच्च पद पाउछ। दैवी मत द्वारा तुम्हें सर्वदा सुखी हेउछ कहीं ताहा मध्य बाबा द्वारा वर्तमान समय रे मिलुथिबा मत किंतु पुणी भी तलकू खसुछ। मनुष्य मत तुमको दुखी करी देउछि। ईश्वरीय मतरे चलिबा पई प्रथमे शिक्षादाता बाबा उपरे पूरा नियम रहिबा आवश्यक। ओम शांति ओम शांति। मीठे मीठे शिखिरते बच्चों प्रति माता पिता बाप दादा का याद प्यार और गुरुमणि। रूहानी बाप की रूहानी बच्चों को नमस्ते। हम रूहानी बच्चों की रूहानी बाप दादा को नमस्ते नमस्ते नमस्ते। धारणा पाई मुख्य सारांश एक निजर रोग को डाक्तर पाखरे केबे हेले लुचाइबार नाही। मायार भूत मान को निजकू रक्षा करने को हेब।
ବାବା କହିଲେ ମାୟାର ଭୂତମାନଙ୍କ ଠାରୁ ନିଜକୁ ରକ୍ଷା କରିବାକୁ ହେବ। ନିଜକୁ ରାଜତିଳକ ଦେବା ପାଇଁ ଈଶ୍ୱରୀୟ ସେବା ନିଶ୍ଚିତ କରିବାକୁ ହେବ। 2. ନିଜକୁ ଅବିନାଶୀ ଜ୍ଞାନ ଧନରେ ଧନବାନ କରିବାକୁ ହେବ। ଏବେ ଆଉ ପାପାତ୍ମାମାନଙ୍କ ସହିତ କୌଣସି ନେଣ ଦେଣ କରିବାର ନାହିଁ। ପାଠପଢ଼ା ପ୍ରତି ପୁରା ଧ୍ୟାନ ଦେବାକୁ ହେବ। ବରଦାନ, ଏହି କଲ୍ୟାଣକାରୀ ଯୁଗରେ ସମସ୍ତଙ୍କର କଲ୍ୟାଣ କରୁଥିବା ପ୍ରକୃତି ଜିତି ମାୟା ଜିତି ଭବ। ବାବା କହିଲେ ଏହି କଲ୍ୟାଣକାରୀ ଯୁଗରେ ସମସ୍ତଙ୍କର କଲ୍ୟାଣ କରୁଥିବା ପ୍ରକୃତି ଜିତି ମାୟା ଜିତି ଭବ। ବିସ୍ତାରରେ କହିଲେ ସଙ୍ଗମ ଯୁଗକୁ କଲ୍ୟାଣକାରୀ ଯୁଗ କୁହାଯାଏ। ଏହି ଯୁଗରେ ସର୍ବଦା ନିଜର ଏହି ସୋମାନ ସ୍ମୃତିରେ ରହିଥାଉ ଯେ ମୁଁ କଲ୍ୟାଣକାରୀ ଆତ୍ମା। ମୋର କର୍ତ୍ତବ୍ୟ ହେଲା ପ୍ରଥମେ ନିଜର କଲ୍ୟାଣ କରିବା, ତାପରେ ସମସ୍ତଙ୍କର କଲ୍ୟାଣ କରିବା। କେବଳ ମନୁଷ୍ୟ ଆତ୍ମା ନୁହେଁ, ଆମେ ପ୍ରକୃତିର ମଧ୍ୟ କଲ୍ୟାଣକାରୀ ଅଟୁ। ସେଥିପାଇଁ ଆମକୁ ପ୍ରକୃତିଜିତ୍ ମାୟାଜିତ୍ କୁହାଯାଉଛି। ଯେତେବେଳେ ଆତ୍ମା ପୁରୁଷ ପ୍ରକୃତିଜିତ୍ ହୋଇଯାଏ, ସେତେବେଳେ ପ୍ରକୃତି ମଧ୍ୟ ସୁଖଦାୟୀ ହୋଇଯାଏ ଏବଂ ଆତ୍ମା ମାୟାର ବା ପ୍ରକୃତିର ହଲଚଲରେ ଆସେ ନାହିଁ। ସେତେବେଳେ ଆତ୍ମା ଉପରେ ଅକଲ୍ୟାଣକାରୀ ବାତାବରଣର ପ୍ରଭାବ ମଧ୍ୟ ପଡ଼ିପାରିବ ନାହିଁ। ସ୍ଲୋଗାନ, ଯଦି ପରସ୍ପର ବିଚାରକୁ ସମ୍ମାନ ଦେବ ତେବେ ମାନନୀୟ ଆତ୍ମା ହୋଇଯିବ। ବାବା ସ୍ଲୋଗାନରେ କହିଲେ ଯଦି ପରସ୍ପର ବିଚାରକୁ ସମ୍ମାନ ଦେବ ତେବେ ମାନନୀୟ ଆତ୍ମା ହୋଇଯିବ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା, ସଫଳତା ମୂରତ ହୁଅ। ଆଜି 28 ବାବା କହିଲେ ଯେପରି ଆରମ୍ଭରେ ବାପଦାଦାଙ୍କର ସାକ୍ଷାତକାର ଘରେ ବସି ହୋଇଗଲା ନା, ସେହିପରି ଏବେ ଦୂରରେ ବସି ଆପଣଙ୍କର ଶକ୍ତିଶାଳୀ ବୃତ୍ତି ଏପରି କାର୍ଯ୍ୟ କରିବ ଯେପରି କେହି ହାତରେ ଧରି ଆଣୁଛି। ଏବେ ନିଜ ବୃତ୍ତି ଦ୍ୱାରା ଶୁଦ୍ଧ ବାୟୁମଣ୍ଡଳ ବ୍ୟକ୍ତ କରିଚାଲ। ପ୍ରତି ସେକେଣ୍ଡରେ ନିଜ ଉପରେ ଧ୍ୟାନ ଦେଇ ନିରବ୍ୟର୍ଥ ସଂକଳ୍ପ, ନିର୍ବିଘ୍ନ ଆକର୍ଷଣ ମୂର୍ତ୍ତି ହୁଅ। ତେବେ କିପରି ବି ନାସ୍ତିକ ତମଗୁଣୀଙ୍କର ପରିବର୍ତ୍ତିତ ରୂପ ଦେଖାଯିବ। କିନ୍ତୁ ଏହି ସେବାରେ ସଫଳତା ସେତେବେଳେ ପ୍ରାପ୍ତ କରିବ ଯେତେବେଳେ ବୃତ୍ତି ଓ ବଚନ ସ୍ପଷ୍ଟ ହେବ। ଓମ୍ ଶାନ୍ତି। Sola